हरे कृष्ण। सब श्रद्धालु भक्त मान को स्वागत करुच्ची, विनम्र प्रणाम करुच्ची। आज संध्याकालीन श्रीमद् भगवद गीता कार्यक्रम आरंभ करवा। आसतु प्रेयर करवा। ओम अज्ञानतिमिरन्धस्य ज्ञानाञ्जनशलाकया चक्षुरुन्मीलितं येन तस्मै श्रीगुरवे नमः। नमो विष्णुपादाय कृष्णपृष्ठाय भूतले श्रीमते भक्तिवेदान्त स्वामिनिति नामिने। नमस्ते सरस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देशतारिणे। नमो महावदन्याय कृष्ण प्रेम प्रदायते कृष्णाय कृष्ण चैतन्य नामने गौरद्विषे नमः। हे कृष्ण करुणा सिंधु दीनबंधु जगत्पते गोपीश गोपिका कांत श्री राधा कांत नमस्तुते। तप्त कांचन गौरंगी राधे वृंदावनेश्वरी वृषभानुसुते देवी प्रणमामि हरिप्रिये। वाञ्छाकल्पतरुभ्यश्च कृपा सिन्धुभ्यैव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौर भक्त वृंद। हरे कृष्ण 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 हरे 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 राम 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 हरे हरे। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। हरे कृष्ण। हमें श्रीमद् भगवद गीता तृतीय अध्याय कर्मयोग 10 नंबर 11 नंबर श्लोक पर्यंत कंप्लीट करीचे। आज 12 नंबर श्लोक नवा। श्लोकटी एवढी। इष्टान् भुगान् हि भो देवा दास्यन्ते यज्ञ भाविता तैर्दता तैर्दतान् प्रदायभ्यो जो भुङ्क्ते स्तेन एव सः। ଏଠି କହୁଛନ୍ତି କୃଷ୍ଣ ଏ ଦେବା ଦେବା ଦେ- ଦେବୀ ଦେବତା ମାନେ ଦେବୀ ଦେବତା ମାନେ ସେମାନେ କଣ ତାଙ୍କର ହେଲା ଯଜ୍ଞ ଭାବିତା ମାନେ ଯଜ୍ଞ ଦ୍ୱାରା ସନ୍ତୁଷ୍ଟ ହେଇକି ଦେବୀ ଦେବତା ମାନେ ଯଜ୍ଞରେ ସନ୍ତୁଷ୍ଟ ହେଇକି ଯଜ୍ଞ ଦ୍ୱାରା ସନ୍ତୁଷ୍ଟ ହେଇକି ଦାସ୍ୟନ୍ତେ ସେମାନେ ଦିଅନ୍ତି। କଣ ଦିଅନ୍ତି? ଇଷ୍ଟାନ୍ ଭୋଗାନ୍ ମାନେ ଯୋଉ ଆବଶ୍ୟକତା ଆମର ଇପ୍ସିତ ଆବଶ୍ୟକତା ଯୋଉ ଇଚ୍ଛା କରୁଛେ ଯାହା ଆମର ଯୋଉ ଆବଶ୍ୟକତାକୁ ଇଚ୍ଛା କରୁଛେ ସେ ଦିଅନ୍ତି ଦେବୀ ଦେବତା ମାନେ। ତୈର୍ ଦତାନ୍ ପ୍ରଦାୟ ତୈର୍ ଦତାନ୍ ଅପ୍ରଦାୟ ଏଭ୍ୟ ତାଙ୍କର ଏଇ ଯୋଉ ପ୍ରଦତ୍ତ ଆବଶ୍ୟକତା ଦିଆଯାଇଥିବା ଆବଶ୍ୟକତାକୁ ଅପ୍ରଦାୟ ମାନେ ତାଙ୍କୁ ଅର୍ପଣ ନ କରିକି କାହାକୁ ଏଭ୍ୟ ମାନେ ସେମାନଙ୍କୁ ଦେବତା ମାନଙ୍କୁ ଯୋଉ ଭୁଙ୍କ୍ତେ ଯୋଉମାନେ ପ୍ରଦାନ ନ କରିକି ଯୋଉ ଭୁଙ୍କ୍ତେ ଯେ ଉପଭୋଗ କରନ୍ତି ସ୍ତେନ ଏବ ସହ ସେ ଚୋର ତାଙ୍କୁ ଚୋର ବୋଲି କୁହାଯାଏ। ଏହା କୃଷ୍ଣ କହୁଛନ୍ତି। କହୁଛନ୍ତି ମେନଲି ଏ ଶ୍ଲୋକରେ ଯେ ଦେବତା ମାନେ ମାନବ ମାନଙ୍କର ଯଜ୍ଞାନୁଷ୍ଠାନରେ ଖୁସି ହେଇ ମନୁଷ୍ୟକୁ ସବୁ ଆବଶ୍ୟକତା ପଦାର୍ଥ ଯୋଗେଇ ଦିଅନ୍ତି। କିନ୍ତୁ ଏଇ ଯୋଉ ଜିନିଷ ଯୋଗେଇ ଦିଅନ୍ତି ଆବଶ୍ୟକ ପଦାର୍ଥ ଆକୁ ଯଦି ଆମେ ଦେବତା ମାନଙ୍କୁ ଅର୍ପଣ ନ କରିକି ନିଜେ ଉପଭୋଗ କରୁଛେ
ताहले आमे निश्चित रूपे चोर बोलिकी कृष्ण कहउचंती ए श्लोक रे। तेबे आमे जो 10 नंबर 11 नंबर श्लोक आमे करिथिले सेठी मेनली कौन डिस्कशन आमे करथिले, कौन चर्चा करथिले जे जनरली सेठी तीनोटी कथा भगवान कृष्ण कहिथिले जे मनुष्य, यज्ञ एवं देवी देवता। सृष्टिर प्रारंभ रे सेठी भगवान कहउचंदी जे सृष्टिर प्रारंभ रे भगवान जो ये तीन तो ये मनुष्य एवं यज्ञ एवं देवता मान को सृष्टि करते तार उद्देश्य कौन थिला जे मनुष्य माने यज्ञ करिवे, यज्ञ करिकी देवी देवता मान को खुशी करिवे एवं एई भली खुशी करबा द्वारा प्रति बदल रे देवता माने आमे जहाँ चाहूचे से जोगेई देबे, हमर आवश्यकता पूरण करिवे। এই ଜିନିଷ ଆମର 10 ନମ୍ବର 11 ନମ୍ବର ଶ୍ଲୋକରେ କୁହାଯାଇଛି। ଗୋଟେ ସେକେଣ୍ଡ। ହଁ, କିନ୍ତୁ ଆଉ କେତେକ ଲୋକ ଅଛନ୍ତି ସେମାନେ ଦେବାଦେବୀ ମାନଙ୍କୁ ଖୁସି କରିବାକୁ ଚାହାନ୍ତିନି, ଯଜ୍ଞ କରିକି ଯଜ୍ଞ କରିବେନି କି ସେମାନେ ଖୁସି କରିବେନି, କିନ୍ତୁ ସେମାନେ ଉପଭୋଗ କରିବେ ଯୋଉ ବିଭିନ୍ନ ପ୍ରଡକ୍ଟ ଭଗବାନ ଦେବତା ମାନଙ୍କ ଜରିଆରେ ଆମକୁ ମିଳୁଛି ତାକୁ ଆମେ ଉପଭୋଗ କରିବା, କିନ୍ତୁ ଆମେ ତାଙ୍କର ଯଜ୍ଞ କରିବାନି। ଏଇଭଳି କେତେକ ଲୋକ ଅଛନ୍ତି। ଭଗବାନ ତାଙ୍କ ଦେବତା ମାନଙ୍କୁ ବିନା ଅର୍ପଣରେ ଆମେ ସବୁ ଜିନିଷ ଗ୍ରହଣ କରୁଛେ ଏବଂ ଉପଭୋଗ କରୁଛେ। ସେଇମାନଙ୍କ ବିଷୟ କୃଷ୍ଣ ଏଠି କହୁଛନ୍ତି ଯେ ଯିଏ ଏଇଭଳି ଦେବତା ମାନଙ୍କର ଯୋଉ ଏଇ ଯୋଉ ଉପହାର, ଏଇ ଯୋଉ ଜିନିଷ ଆବଶ୍ୟକତା ଜିନିଷ ଯୋଗେଇ ଦିଆ ହଉଛି। ଗୋଟେ ସେକେଣ୍ଡ, କୋଉଠି ଡିଷ୍ଟର୍ବାନ୍ସ ହେଲା। म्यूट रखिदेले। हाँ, तेणु कହୁଥିଲି देवता ମାନଙ୍କୁ ନ ଦେଇକି ଯଦି ଆମେ ତାଙ୍କୁ ଅର୍ପଣ ନ କରିକି ଯାହା ଆମକୁ ମିଳୁଛି ତାଙ୍କୁ ବିନା ଅର୍ପଣରେ ଯଜ୍ଞ ମାଧ୍ୟମରେ ନ ଦେଇକି ଆମେ ଉପଭୋଗ ଆମେ କରିଦଉଛେ। କୃଷ୍ଣ ତାଙ୍କରି ବିଷୟ ଏଠି କହୁଛନ୍ତି। କଣ କହୁଛନ୍ତି? ଏ ଯିଏ ଏଇଭଳି ଜିନିଷକୁ ଉପଭୋଗ କରୁଛି, ଦେବୀ ଦେବତା ମାନଙ୍କର ଜିନିଷ, ସପୋଜିଂ ବର୍ଷା ହଉଛି, ବର୍ଷା କିଏ କରୁଛନ୍ତି? ଇନ୍ଦ୍ରଦେବ। ଏବଂ ଏଇ ବର୍ଷା ଯୋଗୁ ଆମେ ଜମିରେ ଭଲ ଫସଲ ହଉଛି, ଶସ୍ୟ ପାଉଛେ, ଚାରିଆଡେ ଗ୍ରୀନେରୀ ହଉଛି, ଆମର ସମୃଦ୍ଧି ହଉଛି, କିନ୍ତୁ ଆମେ ଆକୁ ଉପଭୋଗ କରୁଛେ, କିନ୍ତୁ ଆମେ ଦେବୀ ଦେବତା ମାନଙ୍କୁ ପ୍ରତି ବଦଳରେ କିଛି ଅର୍ପଣ କରୁନେ। ସେଇମାନଙ୍କୁ ଚୋର ବୋଲିକି ଭଗବାନ ଏଠି କହୁଛନ୍ତି। କିନ୍ତୁ ଏଠି ଗୋଟେ ପ୍ରଶ୍ନ ଆସିବ, ଯୋଉମାନେ ଭକ୍ତ ସେମାନେ କଣ କରୁଛନ୍ତି? ସେମାନେ ବି ଦେବୀ ଦେବତା ମାନଙ୍କୁ ଅର୍ପଣ କରୁନାହାନ୍ତି, ସେମାନେ କଣ ଚୋର? ନାଇଁ, ସେମାନେ ଡାଇରେକ୍ଟଲି କାହାକୁ ସାଟିସ୍ଫାଇ କରୁଛନ୍ତି? ଭଗବାନ କୃଷ୍ଣଙ୍କୁ। ସେମାନେ ମୂଳରେ ପାଣି ଦଉଛନ୍ତି, ସେମାନେ ମାନେ ପେଟକୁ ଖାଦ୍ୟ ଯୋଗେଇ ଦଉଛନ୍ତି, ସେମାନେ ଡାଇରେକ୍ଟଲି କୃଷ୍ଣଙ୍କୁ ସାଟିସ୍ଫାଇ କରୁଛନ୍ତି। ଏବଂ ଏଇ ଯୋଉ ଦେବୀ ଦେବତା ମାନେ ଏମାନେ ହଉଛନ୍ତି କୃଷ୍ଣ ଶରୀରର ବିଭିନ୍ନ ଅଙ୍ଗ, ହାତ ଗୋଡ ଇଏ ସବୁ ଏମାନେ ଏ ଦେବୀ ଦେବତା ମାନେ। ତେଣୁ ଆମେ ସେ ଯଦି ରୁଟରେ ପାଣି ଦଉଛନ୍ତି ମୂଳରେ, ଅର୍ଥାତ କୃଷ୍ଣଙ୍କୁ ସେ ସାଟିସ୍ଫାଇ କରୁଛନ୍ତି, ତାହେଲେ ଅଟୋମେଟିକାଲି ସବୁ
ଦେବୀ ଦେବତା ମାନେ ସାଟିସ୍ଫାଏ ହେଇଯାଉଛନ୍ତି। ତେଣୁ ଆଉ ସେପାରେଟଲି ତାଙ୍କୁ ସାଟିସ୍ଫାଏ କରିବାର କୌଣସି ଆବଶ୍ୟକତା ନାହିଁ। କିନ୍ତୁ ଇଏ ଇଏ ହଉଛନ୍ତି ଭକ୍ତ, ତେଣୁ ତାଙ୍କର ଦେବୀ ଦେବତା ପୂଜା କରିବାର ଆବଶ୍ୟକତା ନାହିଁ। କିନ୍ତୁ ଯୋଉମାନେ ମାନେ ଲୋ କନସିୟସନେସ୍, ଯୋଉମାନଙ୍କର ଚେତନା ଉନ୍ନତ ହେଇନି ଏବଂ ସେମାନେ ମାନେ କଣ ଭୋଗ ବିଳାସରେ ସେମାନେ ଅଛନ୍ତି, ତାମାନେ କର୍ମକାଣ୍ଡ ସେକ୍ସନରେ ଅଛନ୍ତି, ସେମାନେ ପ୍ରତ୍ୟେକ ଜିନିଷ ଉପଭୋଗ କରିବେ ଯଦି, ତାହେଲେ ସେମାନେ ଦେବୀ ଭଗବାନ କହୁଛନ୍ତି ତାଙ୍କର କର୍ତ୍ତବ୍ୟ ହଉଛି ଦେବୀ ଦେବତା ମାନଙ୍କୁ ସନ୍ତୁଷ୍ଟ କରିବା। କିନ୍ତୁ ଯଦି ଦେବୀ ଦେବତା ମାନଙ୍କୁ ସେ ସନ୍ତୁଷ୍ଟ କରୁନାହାନ୍ତି, କୃଷ୍ଣଙ୍କୁ ସେ ବର୍ଷିପ କରୁନାହାନ୍ତି, ପୂଜା କରୁନାହାନ୍ତି, ତାହେଲେ ସେ ହଉଛନ୍ତି ଚୋର ବୋଲିକି ଏହା ଭଗବାନ କହୁଛନ୍ତି। ଏଇ ଯୋଉ ଶ୍ଲୋକଟି ତାମାନେ କହୁଛନ୍ତି ଭଗବାନ ଯେ ଯୋଉମାନେ ଦେବୀ ଦେବତା ସେମାନେ ଯେତେବେଳେ ଖୁସି ହେଇଯାଉଛନ୍ତି, ସେମାନେ ଆମେ ଯାହା ଚାହୁଁଛେ ସବୁ ଆମକୁ ଯୋଗେଇ ଦଉଛନ୍ତି। କିନ୍ତୁ ଆମେ ଯଦି ଯୋଗେଇ ଯାଉଥିବା ଜିନିଷକୁ ତାଙ୍କୁ ଅଫର ନ କରିକି ଆମେ ନିଜର ଇନ୍ଦ୍ରିୟ ଭୋଗ ପାଇଁ ତାକୁ ଗ୍ରହଣ କରୁଛେ, ତାହେଲେ ଆମେ ହଉଛେ ଚୋର। ତେବେ ବେଦରେ ବିଭିନ୍ନ ପ୍ରକାରର ଯଜ୍ଞ କଥା କୁହାଯାଇଛି, ବିଭିନ୍ନ ପ୍ରକାର ଯଜ୍ଞ ଏବଂ ବିଭିନ୍ନ ଦେବାଦେବୀ ଅଛନ୍ତି, ଡେମିଗଡ୍ସ ବହୁତ ଅଛନ୍ତି, 33 କୋଟି, ଏବଂ ସେମାନଙ୍କ ପାଇଁ ସେଇଭଳି 33 କୋଟି ଯଜ୍ଞ। କିନ୍ତୁ ପ୍ରତ୍ୟେକ ଯଜ୍ଞର ଉଦ୍ଦେଶ୍ୟ ହଉଛି ଯେ ଆମର ଯେ ପରମ ପୁରୁଷୋତ୍ତମ ଭଗବାନ ଯେ ତାଙ୍କୁ ସନ୍ତୁଷ୍ଟ କରିବା। ଏଇ ହଉଛି ଗୋଟିଏ ମାତ୍ର ଲକ୍ଷ୍ୟ ଯଜ୍ଞର। କାହିଁକି ନା ସେ ହଉଛନ୍ତି ଯଜ୍ଞପତି, ଯଜ୍ଞପତି, ଯଜ୍ଞର ସେ ହଉଛନ୍ତି ପ୍ରଭୁ, ସେ ହଉଛନ୍ତି ଉପଭୋକ୍ତା। ତେଣୁ ଯେକୌଣସି ଆମେ ଯଜ୍ଞ କରୁଛେ ଗୋଟେ ପର୍ଟିକୁଲାର ଦେବୀ ଦେବତା ମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ, ଏବଂ ସେମାନେ କଣ କରୁଛନ୍ତି ନା ଆମେ ଯାହା ଅର୍ପଣ କଲେ ଯଜ୍ଞରେ, ସେଇ ଦେବୀ ଦେବତା ମାନେ ସେମାନେ ନିଜେ ରିସିଭ କରୁନାହାନ୍ତି, ସେମାନେ ନିଜେ ଗ୍ରହଣ କରିଦଉନାହାନ୍ତି ଆମ ଭଳିଆ। ସେମାନେ କଣ କରୁଛନ୍ତି, ଆମେ ଯାହା ଅର୍ପଣ କଲେ ସେମାନେ ଦେଇ ଦଉଛନ୍ତି, ସେମାନେ ପାସନ କରୁଛନ୍ତି କାହାକୁ, କୃଷ୍ଣଙ୍କୁ। ସେ ପୁଣି ଅଫର କରୁଛନ୍ତି କୃଷ୍ଣଙ୍କୁ, ଏବଂ କୃଷ୍ଣ ତାଙ୍କୁ ୱାପସ କରୁଛନ୍ତି ପ୍ରସାଦ ରୂପେ, ତାକୁ ସେମାନେ ଗ୍ରହଣ କରୁଛନ୍ତି। ତେଣୁ ସେମାନେ ଅନେଷ୍ଟ, ସେଇ ଦୃଷ୍ଟିକୋଣରୁ ସେମାନେ ହଉଛନ୍ତି ଅନେଷ୍ଟ ଏବଂ ଲୟାଲ ମଧ୍ୟ ସେମାନେ କୃଷ୍ଣଙ୍କ ପ୍ରତି। ସେମାନେ ଆମ ପ୍ରତି ନୁହେଁ, ଆମ ଭଳିଆ ନୁହେଁ, ଆମେ ଆଣିଲେ ଏବଂ ସିଧା ଖାଇଲେ ତାଙ୍କୁ ଅଫର ନ କରିକି। ଯଦି ଯଜ୍ଞର ଉଦ୍ଦେଶ୍ୟ ହଉଛି ଯେ ଭଗବାନ କୃଷ୍ଣଙ୍କୁ ସାଟିସ୍ଫାଇ କରିବା, ତାହେଲେ କାହିଁକି ଆମେ ଡାଇରେକ୍ଟଲି ନ କରିବା, ଡାଇରେକ୍ଟଲି ନ କରିକି ଦେବୀ ଦେବତା କାହିଁକି? ତେବେ ସମସ୍ତେ ଭଗବାନ ଏଇ କଥା ଏମ୍ଫାସିସ୍ ବାରମ୍ବାର କରୁଛନ୍ତି, ଆମେ ଅତୀତରେ ମଧ୍ୟ ଡିସ୍କସନ କରିଛେ ଯେ ସମସ୍ତଙ୍କର ଯୋଗ୍ୟତା ନାହିଁ ଯେ ପରମ ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣଙ୍କୁ ବୁଝିବା ପାଇଁ। କାରଣ ଆମେ ସମସ୍ତେ ଜେନେରାଲି ହଉଛେ ଭୌତିକବାଦୀ, ଆମେ ଡିଫରେଣ୍ଟ ମୋଡରେ ରହୁଛେ। ଆମେ ଆଇଦର ତମ ଗୁଣରେ ଅଛେ, ନହେଲେ ରଜ ଗୁଣରେ ଅଛେ, ଏବଂ ଆମର ଇଚ୍ଛା ସବୁବେଳେ ଭୋଗ କରିବା, ଉପଭୋଗ କରିବା, ଇନ୍ଦ୍ରିୟ ତୃପ୍ତି କରିବା। ଏଇଭଳି ଲୋକ ଜେନେରାଲି ଭକ୍ତି କଣ, ଭଗବାନ କଣ, କୃଷ୍ଣ କିଏ ସେ ବୁଝନ୍ତିନି। ସେମାନେ ସେତିକି ବିଜ୍ଞ ବା ଇଣ୍ଟେଲିଜେଣ୍ଟ ସେମାନେ ନୁହନ୍ତି, ଏବଂ ସେମାନଙ୍କର ଚେତନା ବହୁତ ଲୋ, ଉନ୍ନତ ନୁହେଁ ତାଙ୍କ ଚେତନା। ତେଣୁ କିନ୍ତୁ ସେମାନଙ୍କୁ କେମିତି ଏ ଦିବ୍ୟ ସ୍ତରକୁ ଅଣାଯାଇ ପାରିବ? আর অর্থ নୁହେଁ যে জীবন সারা সে লো কনସିୟସନେସ୍ ରହିବେ। କୃଷ୍ଣ କେବେ ସେ କଥା ଚିନ୍ତା କରିନାହାନ୍ତି, ସେମାନେ ବି ସନ୍ତାନ। ତେଣୁ ସେମାନଙ୍କୁ କେମିତି ଦିବ୍ୟ ସ୍ତରକୁ ଆସ୍ତେ ଆସ୍ତେ ଅଣାଯାଇ ପାରିବ, ସେଇ କଥା ଭଗବାନ କହୁଛନ୍ତି ଯେ ଠିକ ଅଛି, ଯଦି ନିଜର ଇନ୍ଦ୍ରିୟ ଭୋଗ ପାଇଁ ତମେ ବିଭିନ୍ନ ଜିନିଷ ଚାହୁଁଛ, ତାକୁ ଦେବାଦେବୀ ମାନେ ଯୋଗେଇ ଦେବେ, କିନ୍ତୁ ତମେ ଯଦି ତାଙ୍କୁ ଖୁସି କରିବ ଯଜ୍ଞ କରିକି। ତେଣୁ ଏଇଭଳି ପଞ୍ଚ ମହାଯଜ୍ଞ ସଜେଷ୍ଟ କରାଯାଇଛି। ପରେ ମୁଁ କହିବି ପଞ୍ଚ ମହାଯଜ୍ଞ କଣ। ଏନିୱେ, ତେଣୁ ଆମେ ଦେଖୁଛେ ଯେ ଏଇଭଳି ବିଭିନ୍ନ ଆବଶ୍ୟକତା ଯୋଗେଇ ଦଉଛନ୍ତି କିଏ ନା ଭଗବାନଙ୍କର ଯିଏ ରିପ୍ରେଜେଣ୍ଟେଟିଭ ଦେବୀ ଦେବତା ମାନେ।
ଯାହାଙ୍କୁ ଭଗବାନ ଦାୟିତ୍ୱ ଦେଇଛନ୍ତି ଏଇ ଯୋଉ ଆମର ଜଗତର ଶାସନ ବ୍ୟବସ୍ଥା, ବିଶ୍ୱ ବ୍ରହ୍ମାଣ୍ଡର ଶାସନ ବ୍ୟବସ୍ଥା, ସେ ଶାସନ ବ୍ୟବସ୍ଥାରେ ବିଭିନ୍ନ ଡିପାର୍ଟମେଣ୍ଟ ଅଛି। ପ୍ରତ୍ୟେକ ଡିପାର୍ଟମେଣ୍ଟରେ ଜଣେ ଜଣେ ମୁଖ୍ୟ ଅଛନ୍ତି ଏବଂ ସିଏ ହଉଛନ୍ତି କିଏ? ଏଇ ଦେବୀ ଦେବତା ମାନେ। ସେମାନେ ଆମକୁ ବିଭିନ୍ନ ଆବଶ୍ୟକତା ଯୋଗେଇ ଯୋଗେଇ ଦଉଛନ୍ତି, ଯାହା ଆମେ ଦରକାର କରୁଛେ। ଲଙ୍ଗ ଲିଷ୍ଟ, ଆମର ବିଭିନ୍ନ ଜିନିଷ ଦରକାର। ଆମର ଦରକାର ଶସ୍ୟ, ଆମର ଦରକାର ଫଳ, ଆମର ଦରକାର ପନିପରିବା, ଆମର ଦରକାର କ୍ଷୀର, ଆମର ଦରକାର ଚିନି, ସବୁ ଜିନିଷ ଯାହା ଖାଇବା ପାଇଁ। ଏବଂ ନନ୍ ଭେଜିଟେରିଆନ ଯୋଉମାନେ, ତାଙ୍କର ମାଂସ ଦରକାର। ତା ଛଡା ଆମର ଲାଇଟ୍ ଦରକାର, ଏୟାର ଦରକାର, ତାପ ଦରକାର, ଟେମ୍ପରେଚର ଦରକାର, ସବୁ ଜିନିଷ। ମାଟି ଦରକାର ମଣିଷ ପାଇଁ ସ୍ପେଶିଆଲି। ପୁଣି ଆହୁରି କେତେ ଗୁଡେ ଜିନିଷ ଅଛି, ମାନେ ବିଭିନ୍ନ ପ୍ରକାରର ମେଟାଲ, ସଲଫର, ମର୍କୁରୀ, ମ୍ୟାଙ୍ଗାନିଜ, ଏମିତି ସବୁ ବିଭିନ୍ନ ପ୍ରକାର ଜିନିଷ ଅଛି। ଏ ସବୁ ଏସେନ୍ସିଆଲ ଜିନିଷ, ସବୁ ଆବଶ୍ୟକତା ଯାହା ସବୁ ଯୋଗେଇ ଦିଅନ୍ତି ଏଇ ଦେବୀ ଦେବତା ମାନେ। କାହାର ତତ୍ୱାବଧାନରେ, କାହାର ସୁପରଭିଜନରେ? ପରମ ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣଙ୍କ ଅଧୀନରେ ଏମାନେ ଅଛନ୍ତି। ଏଇଠି ପ୍ରଶ୍ନ ଆସିବ, କାହିଁକି ସେମାନେ ଯୋଗେଇ ଦଉଛନ୍ତି? କାହିଁକି? କିଏ କହିବେ ଯେ ଆମେ ତିଆରି କରିପାରିବାନି, ସେଥିପାଇଁ ଆମକୁ ସେ ଯୋଗେଇ ଦଉଛନ୍ତି। ଦ୍ୟାଟ୍ ଇଜ କରେକ୍ଟ। ଆମେ କରିପାରିବାନି, କାରଣ ଏଇ ଯୋଉ ମୌଳିକ ଜିନିଷ ଗୁଡିକ, ଏ ଜିନିଷ ଯଦି ଭଗବାନ ଆମକୁ ନ ଯୋଗେଇ ଦେବେ, ଆମେ ଯାହା ଦୁନିଆରେ ତିଆରି କରୁଛେ ଆମେ କରିପାରିବାନି। ତେଣୁ ଇଏ ସତ୍ୟ, ଆମକୁ ଯୋଗେଇ ଦଉଛନ୍ତି, ଆମେ କାରଣ ତାକୁ ମାନୁଫ୍ୟାକ୍ଚର କରିପାରିବାନି। ସେ ମୌଳିକ ଜିନିଷ, ସେ ଯୋଉ ଆବଶ୍ୟକତା, ଯୋଉ ବେସିକ ନେସେସିଟିସ୍, ଆମେ ତାକୁ ତିଆରି କରିପାରିବାନି। ନା ଆମେ ଲାଇଟ୍ ତିଆରି କରିପାରିବା, ନା ଆମେ ହିଟ୍ ତିଆରି କରିପାରିବା, ନା ଆମେ ମାଟି ତିଆରି କରିପାରିବା, ଆମେ ଏଇସବୁ ଜିନିଷ କରିପାରିବାନି। କେହି କହିପାରନ୍ତି ଯେ ଇଏ ଯୋଗେଇ ଦଉଛନ୍ତି ଏଇଥିପାଇଁ, ଭଗବାନ ଦେବୀ ଦେବତାଙ୍କ ମାଧ୍ୟମରେ ଆମର ଏନ୍ଜୟମେଣ୍ଟ ପାଇଁ, ଉପଭୋଗ ପାଇଁ, ଆମର ଇନ୍ଦ୍ରିୟ ଭୋଗ ପାଇଁ। ସେ ବି ସତ, କିନ୍ତୁ ସେ ଯୋଗେଇ ଦଉଛନ୍ତି ଯୋଉମାନେ ଭୋଗ ଯୋନିରେ ଅଛନ୍ତି, ହଁ ତାଙ୍କ ପାଇଁ ଏଇଟା ସତ୍ୟ। ଭୋଗ ଯୋନିରେ ପଶୁ ପକ୍ଷୀ, ଏମାନେ ସବୁ ଭୋଗ ଯୋନିରେ ଅଛନ୍ତି। କିନ୍ତୁ ଏ ମଣିଷକୁ କାହିଁକି ଯୋଗେଇ ଦଉଛନ୍ତି? କାହିଁକି ନା ଭଗବାନ ତ ମଣିଷ ଶରୀର ଦେଇଛନ୍ତି ଏଇଥିପାଇଁ, କିଛି ଉଦ୍ଦେଶ୍ୟ ତାଙ୍କର ଅଲଗା। ସେ ଉଦ୍ଦେଶ୍ୟ ହଉଛି ଯେ ଆମର ଆତ୍ମ ଅନୁଭୂତି। ଆମେ, ଆମକୁ ଯୋଗେଇ ଦେଲେ ଆମେ ଆମ ଶରୀରଟିକୁ ମେଣ୍ଟେନ କରିପାରିବା। ଏବଂ ଯଦି ଶରୀରକୁ ଆମେ ମେଣ୍ଟେନ କରିପାରିଲେ ଏବଂ ଆମେ ସୁସ୍ଥ ରହିଲେ, ଆମେ କଣ କରିବା? ଏ ଶରୀରଟାକୁ ବ୍ୟବହାର କରିପାରିବା। କୋଉଥିପାଇଁ? ଭଗବାନଙ୍କର ସେବା କରିବା ପାଇଁ। ଆମ ଜୀବନର ଯାହା ଉଦ୍ଦେଶ୍ୟ ଆମେ ହାସଲ କରିପାରିବା ଯଦି ଆମେ, ଆମ ଶରୀର ଠିକ ରହିଲା। ସେଥିପାଇଁ ଜୀବନର ଉଦ୍ଦେଶ୍ୟ କଣ? ଜୀବନର ଉଦ୍ଦେଶ୍ୟ ହଉଛି ଯେ ଆମେ କେମିତି ଏଇ ଯୋଉ ଜନ୍ମ ମୃତ୍ୟୁ ଚକ୍ର, ତାକୁ ସମାପ୍ତ କରିକି ଆମେ ଭଗବାନଙ୍କ ପାଖକୁ ଯୋଉ ଆସିଥିଲେ ସେଇଠିକି ପଳେଇବା। ଆଉ ଏ ଭୌତିକ ଜଗତରେ କର୍ମ ବନ୍ଧନରେ ରହିକି ବା ଭୌତିକ ଜଗତକୁ ବାନ୍ଧି ହେଇକି ଆମେ ବିଭିନ୍ନ ସଫରିଂ ଯୋଉ ପାଉଛେ, ଆମେ ପାଇବାନି। ଇଏ ହଉଛି ଭଗବାନଙ୍କର ଉଦ୍ଦେଶ୍ୟ। ସେଥିପାଇଁ ସେ ଯୋଗେଇ ଦଉଛନ୍ତି ବିଭିନ୍ନ ପ୍ରକାରର ଆବଶ୍ୟକତା, ତାକି ଆମେ କଣ କରିବା ନା ଆମର, ଆମେ ଶରୀରର ରକ୍ଷଣାବେକ୍ଷଣ କରିପାରିବା ଏବଂ ଏ ଶରୀରଟିକୁ ବ୍ୟବହାର କରିବା ଆମ ଜୀବନର ଉଦ୍ଦେଶ୍ୟ ହାସଲ କରିବା ପାଇଁ। ଯୋଉଥିପାଇଁ ଏ ଶରୀର ଆମକୁ ଭଗବାନ ଦେଇଛନ୍ତି। ତେଣୁ ଇଏ ହଉଛି ମୁଖ୍ୟ ଉଦ୍ଦେଶ୍ୟ, ଯେ ଆମେ ଆଧ୍ୟାତ୍ମିକ ପଥରେ ଆଗକୁ ଆଗେଇ ଯିବା। ଆତ୍ମ ଅନୁଭୂତି ହବ। ଆତ୍ମ ଅନୁଭୂତି ହେଲେ ଆମେ ଅଟୋମେଟିକାଲି ଆମର ଏଇ ଯୋଉ ଜନ୍ମ ମୃତ୍ୟୁ ଚକ୍ରକୁ ସମାପ୍ତ କରିବା ପାଇଁ ଯାହା ଦରକାର ଆମେ କରିବା, ଅର୍ଥାତ୍ ଭକ୍ତି କରିବା। ଏଇ ହଉଛି କେବଳ ଏକମାତ୍ର ଉଦ୍ଦେଶ୍ୟ। କିନ୍ତୁ ଆମେ ଏଇ ଉଦ୍ଦେଶ୍ୟଟିକୁ ଯଦି ଭୁଲିଯିବା, କେବଳ ଯାହା ଦଉଛନ୍ତି ଦେବୀ ଦେବତା ମାନେ, ଆମର ଆବଶ୍ୟକତା ଯୋଗେଇ ଦଉଛନ୍ତି, ଆମେ ତାକୁ ଗ୍ରହଣ କରିବା ନିଜର ଇନ୍ଦ୍ରିୟ ଭୋଗ ପାଇଁ। ଫଳାଫଳ କଣ ହବ? ଯଦି ଆମେ ତାଙ୍କୁ ଅଫର ନ କରିବାନି, ଆମେ ଯାହା ଦଉଛନ୍ତି ବିନା ଅଫରରେ, ବିନା ଯଜ୍ଞରେ ଆମେ ତାକୁ ଉପଭୋଗ କରିବା, କଣ ହବ?
ପ୍ରପାତ କହୁଛନ୍ତି ଯେ ଏଠି ତ ଭଗବାନ କହିଦେଇଛନ୍ତି, ପ୍ରପାତ ତାକୁ ଆନାଲାଇଜ କରିଛନ୍ତି ତାଙ୍କ ପରପୋର୍ଟରେ। ସେ କହୁଛନ୍ତି ଡେଫିନେଟଲି ଆମେ ହଉଛେ ଚୋର। ପ୍ରଥମ କାରଣ ହବ ଯେ ଆମେ ଚୋର, କାରଣ ଆମେ କିଛି ଗୋଟେ ରିସିଭ କରୁଛେ କିନ୍ତୁ ତା ପ୍ରତିବଦଳରେ ଆମେ କିଛି ଦଉନେ। ତା ଫଳରେ କଣ ହବ? ଆମେ ରିସିଭ କରୁଛେ, ଆମେ ଦଉନେ, ଆମେ ଋଣୀ ହେଲେ ଫଳରେ କଣ ହବ ନା ଯୋଉ ପ୍ରକୃତିର ନିୟମ ରହିଛି ସେ ନିୟମ ଦ୍ୱାରା ଆମେ ଦଣ୍ଡିତ ହବା, ୱିଲ୍ ବି ପନିଶ୍ଡ। ଆମେ ଏଇ ଯୋଉ ଭୌତିକ ଜଗତକୁ ବାନ୍ଧି ହେଇକି ରହିବା, ୱିଲ୍ ବି ଏଣ୍ଟାଙ୍ଗଲ୍ଡ ଇନ୍ ଦ ମ୍ୟାଟେରିଆଲ ଏକ୍ସିଷ୍ଟେନ୍ସ, ଭୌତିକ ବନ୍ଧନରେ ଅଧିକ ବାନ୍ଧି ହେଇଯିବା। କିନ୍ତୁ ଭଗବାନଙ୍କର ଯୋଉ ସୃଷ୍ଟି, ଏ ସୃଷ୍ଟିର ଉଦ୍ଦେଶ୍ୟ ଏହା ନଥିଲା ଯେ ଆମେ ଭୌତିକ ବନ୍ଧନରେ ବାନ୍ଧି ହେଇଯିବା। ଉଦ୍ଦେଶ୍ୟ ଥିଲା କି ଆମେ ଉପଭୋଗ କରିବାକୁ ଆସିଛେ ଏବଂ ଉପଭୋଗ କରିବା ଆଟ୍ ଦି ସେମ୍ ଟାଇମ୍ ଆମ ଜୀବନର ଯାହା ଉଦ୍ଦେଶ୍ୟ ତାକୁ ହାସଲ କରିବା। ସେଥିପାଇଁ ଭଗବାନ ଏ ସିଷ୍ଟମ ରଖିଛନ୍ତି ଯେ ଯଦି ତମେ ମୋର ଭକ୍ତି ବା ପୂଜା କରିପାରୁନ ତାହେଲେ ଏ ଦେବୀ ଦେବତା ମାନଙ୍କର ଯଜ୍ଞ ମାଧ୍ୟମରେ ତାଙ୍କୁ ସନ୍ତୁଷ୍ଟ କର, ସେ ସବୁ ଯୋଗେଇ ଦେବେ ଏବଂ ତମେ ସେ ଶରୀରଟାକୁ ମାନେ ଠିକରେ ରକ୍ଷଣାବେକ୍ଷଣ କରିବ ଏବଂ ଜୀବନର ଯାହା ଉଦ୍ଦେଶ୍ୟ ତାକୁ ହାସଲ କରିପାରିବ। ଇଏ ହଉଛି ଭଗବାନଙ୍କର ଉଦ୍ଦେଶ୍ୟ। ଭଗବାନଙ୍କର ଉଦ୍ଦେଶ୍ୟ ନଥିଲା ଯେ ଆମେ ଖାଲି ଉପଭୋଗ କରିବା ଆଉ ଆମ ଜୀବନର ଯାହା ଉଦ୍ଦେଶ୍ୟ ତାକୁ ହାସଲ କରିବାନି। ଯେମିତି ବାପା ପଠେଇ ଦଉଛି, ମାନେ ଉଦାହରଣ ସ୍ୱରୂପ ବାପା ପିଲାଟିକୁ ଗୋଟେ ୟୁନିଭର୍ସିଟିକୁ ପଠେଇ ଦଉଛି, ୟୁନିଭର୍ସିଟିରେ କଣ ସେ ଗୋଟେ ଏଣ୍ଟ୍ରାନ୍ସ ପାଇଲା ପରେ ୟୁନିଭର୍ସିଟିକୁ ଯାଇଛି, ଆଡମିସନ ନେଇଛି ଏବଂ କଣ କରିବ ସେଠି ପାଠ ପଢିବା ଉଦ୍ଦେଶ୍ୟରେ ତାକୁ ପଠା ହେଇଛି ଏବଂ ବାପା ବହୁତ ଷ୍ଟ୍ରଗଲ କରୁଛି ତାକୁ ପଇସା ପଠେଇବା ପାଇଁ। ଗୋଟେ ବଡ ୟୁନିଭର୍ସିଟିକୁ ପଠେଇଛି ଏବଂ ବହୁତ ପଇସା ଦରକାର, ଷ୍ଟ୍ରଗଲ କରୁଛି ଏବଂ ଷ୍ଟ୍ରଗଲ କରିକି ପଇସା ପଠଉଛି। କିନ୍ତୁ ସେ ପିଲାଟି ସେ ଯାହା ପଇସା ପଠଉଛି ବାପା ସେ କଣ କରୁଛି? ମୁଭି, ଭଲ ହୋଟେଲ ରେଷ୍ଟୁରାଣ୍ଟ, ନହେଲେ ନାଇଁ କୁଆଡେ ବାହାରକୁ ଚାଲିଯିବା ଲଙ୍ଗ ଡ୍ରାଇଭରେ, ନହେଲେ ବିଭିନ୍ନ ଝିଅଙ୍କ ସାଙ୍ଗରେ କ୍ଲବ ଯିବା, ହୋଟେଲ ଯିବା, ଏଇଭଳିରେ ସେ ଖର୍ଚ୍ଚ କରୁଛି। ତାହେଲେ ସେ ପିଲାଟିକୁ ଆମେ କଣ କହିବା? ଚୋର। କାହିଁକି ନା ଯୋଉ ପର୍ପସରେ ତାକୁ ପଇସା ଯିଏ ଯୋଗାଇ ଦିଆହଉଥିଲା ସେ ତାକୁ ସେ ଉଦ୍ଦେଶ୍ୟରେ ସେ ଲଗଉନି। ପର୍ପସ କଣ ଥିଲା? ସେ ପାଠ ପଢିବ ଏବଂ ପାଠ ପଢିଲା ପରେ ପୁଣି ଯାହା ଦେଇଛନ୍ତି ବାପା ମା ପୁଣି ସେ ଋଣ ସୁଝିବ, ଇଏ ଥିଲା ତାର ଉଦ୍ଦେଶ୍ୟ। କିନ୍ତୁ ସେ ଉଦ୍ଦେଶ୍ୟଟି ତାର ହଜିଗଲା। ସେମିତି ଭଗବାନ କହୁଛନ୍ତି ଯୋଉ ମଣିଷ ତାଙ୍କୁ ସବୁ ପ୍ରକାରର ସୁବିଧା ଯୋଗେଇ ଦିଆଯାଇଛି ଏଇଥିପାଇଁ ଯେ ସେମାନେ ତାଙ୍କର ଏଇ ଯୋଉ ହ୍ୟୁମାନ ଫର୍ମଟି ମିଳିଛି, ଶରୀର ମିଳିଛି ମଣିଷ ଶରୀର, ତାକୁ ସେ ୟୁଟିଲାଇଜ କରିକି ପୁଣି ୱାପସ ଚାଲିଯିବେ ଯୋଉଠୁ ଆସିଛନ୍ତି। ଯଦି ନ କରୁଛନ୍ତି ତାହେଲେ ସେମାନେ ଚୋର। ତେଣୁ ଏଠି ମୋଷ୍ଟ ଇମ୍ପୋର୍ଟାଣ୍ଟ ଜିନିଷ ଏ ଶ୍ଲୋକରେ ସେ କହୁଛନ୍ତି ଯେ ଇଟ୍ ଇଜ ଭେରି ଇମ୍ପୋର୍ଟାଣ୍ଟ କି ଆମେ ଯାହା ଗ୍ରହଣ କରୁଛେ, ଯାହା ଆମେ ପାଉଛେ ଦେବୀ ଦେବତା ବା ଭଗବାନଙ୍କ ଠୁ, ଆମେ ତାକୁ ମାନେ ସ୍ୱୀକାର କରିବାର ଅଛି ଏବଂ ଆମକୁ ତାକୁ ଅଫର କରିବାର ଅଛି ପ୍ରତିବଦଳରେ ଦେବୀ ଦେବତା ବା ଭଗବାନ କୃଷ୍ଣଙ୍କୁ। କେମିତି ଆମେ ମାନେ କେମିତି ଆମେ ସ୍ୱୀକାର କରିବା, କେମିତି ଆକ୍ନଲେଜ କରିବା ଯେ ହଁ ଭଗବାନ ଦଉଛନ୍ତି ଏବଂ ଆମକୁ ଭଗବାନଙ୍କର ଅଫର କରିବାକୁ ଅଛି। ମାନେ ତା ନହେଲେ କାହିଁକି ନା ଯଦି ଆମେ ଅଫର ବ୍ୟାକ୍ କରୁନେ, ଆମେ ଯଦି ଅର୍ପଣ କରୁନେ ପ୍ରତିବଦଳରେ, ତାହେଲେ କଣ ହବ? ଯୋଉ ପାଞ୍ଚ ଯଜ୍ଞ କଥା ଭଗବାନ ଏଇ ବର୍ତ୍ତମାନ ଆମେ ଶ୍ଲୋକରେ ପ୍ରଥମେ ଯେତେବେଳେ ଆଲୋଚନା କଲେ କହୁଥିଲେ ଯେ ଆମକୁ ମିନିମମ୍ 5ଟା ଯଜ୍ଞ କରିବାର ଅଛି, କମ୍ପଲସରି ପ୍ରତ୍ୟେକଙ୍କୁ 5ଟି ଯଜ୍ଞ। କଣ ନା ଆମର ଯିଏ ପିତୃପୁରୁଷ ଅଛନ୍ତି ତାଙ୍କୁ ଆମକୁ ଖୁସି କରିବା, କାହିଁକି ନା ତାଙ୍କ ପାଖରେ ଆମେ ଋଣୀ। କେମିତି ଖୁସି କରିବା? ତାଙ୍କର ଶ୍ରାଦ୍ଧ ତର୍ପଣ ଏସବୁ ଜିନିଷ ଆମେ କରିକି ପିତୃପୁରୁଷଙ୍କୁ, ତାଙ୍କରି ପାଇଁ ଆମେ ଆଜି ଏଠି ଅଛେ। ତେଣୁ ଆମର ଏ କର୍ତ୍ତବ୍ୟ, ତାଙ୍କରି ପାଇଁ ଆମେ ମଣିଷ ହେଇଛେ। ତେଣୁ ଆମକୁ ଏ ଜିନିଷ କରିବାକୁ ଅଛି। ଏ ପଞ୍ଚ ମହାଯଜ୍ଞ ପିତୃପୁରୁଷଙ୍କର ପୂଜା
ये हला प्रथम। सेकंड महायज्ञ माने भीतर सेकंड जोटा सेटा होची देवी देवता मानकर 33 गोटी देवी देवता तांकर हमकु करिवार अछि यज्ञ तांको पई काहेकि ना से सब हमकु जोगै दउछन्ति विभिन्न प्रकार उपकरण उपादान मौलिक माने आवश्यकता जहाँ थर्ड जिते शास्त्र अछि वेद उपनिषद ये सब पठन अध्ययन ये हूँ थर्ड महायज्ञ सब हमको वेद वेदांत उपनिषद पढ़ा पड़ो। फोर्थ जिते मनुष्य अच्छा जगत रे समस्त आमर कहीं ऋणी केते अछंती 8.2 बिलियंस हमको किसी दबार अच्छी ऑफर करिवार अच्छी ता छड़ा अन्य जीव माने जेमती गाई हमको क्षीर दउची तेणु आमे ता पाखरे ऋणी तांकर भी तार भी गाईर भी मध्य हमको यज्ञ करिवार अच्छी प्रति बदल किसी दबाक अच्छी विभिन्न तेणु आमे जेतल कहूच अन्य जीव केते हेलेनी अन्य जीव खाली तो 84 लाख होउचंदी जोनिस स्पेसीज 84 लक्ष तेणु जेते पशु पक्षी ये से समस्त पाखे आम ऋणी कौन कारण बस तेणु यही पांचटी हूँ महायज्ञ पितृपुरुष देवादेवी वेद अध्ययन बा वेद पठन वेद उपनिषद एवं जेते मनीष अछंती तांकु माने तांको पई यज्ञ एवं जेते जीव अछंती तांको पई ए पंच महायज्ञ करबा को अछि। ये सब करि परिबा हमें यदि এই जो जीवन काल भितर ये सब संभव केबे पंच महायज्ञ किंतु भगवान कहउचंदी मैंडेटरी ये कंपलसरी करबा पड़ियो कहीं ना ऋण मुक्त हवा गले हमको करबा पड़ियो ताल कौन करबा तेणु ये आम बुझीपे जे आम केते अक्षम यही महायज्ञ करने एवं ता छड़ा ये हूँ कलिजुग ए कलिजुगे आम केबे ये यज्ञ ना ये जो पांचटी महायज्ञ ना खाली देवादेवी पूजा आम केबे नहीं संभव नुहे से संकीर्तन महायज्ञ हूँ केवल गोटे उपाय जो थे भगवान श्रीकृष्ण डायरेक्टली खुशी हे सी जो खुशी हो जेते देवी देवता रही से माने जेहेतु कृष्ण शरीर कृष्ण शरीर विभिन्न अंग से संतुष्ट होले आमे ऋण मुक्त हो गले तेणु संकीर्तन यज्ञ हूँ आमर उपाय आउ किछि नाही कली जुगरे तेणु प्रथम काम हला चैंटिंग एवं सेकंड काम हूँ ए श्लोक अनुसार भगवान कहते जा आमे पाउचे जेकोसी नुआ जिनस आमे पाउचे ग्रहण करुचे ताकू हमको ऑफर बैक करिवार अछि अर्पण करिकी आमे व्यवहार करिवार अछि माने धरंतु आमे नुआ वस्त्र किनिले आमे धर कोनोस जिनस तयारी करुचे कुकिंग करुचे कि आमे किछि गोटे उपकरण इलेक्ट्रिकल हो कर दियंतु ये टिके म्यूट कर दियंतु जार अनम्यूट हो जाउची तेणु आमे जदि वाशिंग मशीन आणुचे फ्रिज टा आणुचे जहाँ जेकोसी जिनस आमे दुनिया रे आणुचे आमे कृष्ण को प्रथम ऑफर करिकी तापर आमे ताकू व्यवहार करबा आमे कहबा ताकू भगवान को ताकू भगवान को सामने रे ताकू रखी के आमे कहबा हे भगवान ये जो जिनस नुआ जिनस मु पाइली ये आपणकर सेवारे लागिबो दया करी ग्रहण करंतु
ତାହେଲେ କଣ ହବ ନା ସେ ପ୍ରସାଦ ହେଇଗଲା। ଅଫର କଲା ପରେ ଏନିଥିଙ୍ଗ ଆମେ ଯେତେବେଳେ କରିଦଉଛେ, ଅଫର କରିଦଉଛେ, ଅର୍ପଣ କରୁଛେ ଭଗବାନଙ୍କୁ, ସେ ପ୍ରସାଦ ହେଇଗଲା, ଆମେ ତାକୁ ଗ୍ରହଣ କରିପାରିବା। ତେବେ ଏଇ ଶ୍ଲୋକରେ ଏତିକି କହିଲା ପରେ ବର୍ତ୍ତମାନ ଏଇ ଯୋଉ ପ୍ରସାଦ ଜିନିଷ, ଏ ପ୍ରସାଦ ଜିନିଷ ତାର ଡିଟେଲ୍ସ ଟି ଆସିବ 13 ନମ୍ବର ଶ୍ଲୋକରେ। 13 ନମ୍ବର ଶ୍ଲୋକ ନବା। ଗୋଟେ ସେକେଣ୍ଡ ସେୟାର କରୁଛି। यज्ञ शिष्टाशिनः सन्तो मुच्यन्ते सर्वकिल्बिषैः भुञ्जते ते त्वाघं पापा जे पचन्ते आत्मकारणात्। यज्ञ शिष्टाशिन संतो मुच्यन्ते सर्वकिल्बिषैः। संतो, संतो माने संत, जो माने बेसिकली भक्त। संत, संत कहला माने जो माने भगवानଙ୍କର ଭକ୍ତ। म्यूट रखନ୍ତୁ। ତେଣୁ ସନ୍ତଃ, ସନ୍ତଃ मुच्यन्ते सर्व किल्बिषैः। सन्तः माने भक्त माने, मुच्यन्ते माने ସେମାନେ ମୁକ୍ତ ହୁଅନ୍ତି, ସର୍ବ କିଲ୍ବିଷୈः ସବୁ ପ୍ରକାରର ପାପରୁ। मुच्यन्ते सर्व किल्बिषैः। ଯଜ୍ଞ ଶିଷ୍ଟାସିନଃ, ତେଣୁ ଯୋଉମାନେ ଭକ୍ତ ସେମାନେ ମୁକ୍ତ ହୁଅନ୍ତି ସବୁ ପ୍ରକାରର ପାପରୁ। କେମିତି? ଯଜ୍ଞ ଶିଷ୍ଟାସିନଃ, ଯଜ୍ଞ ଶିଷ୍ଟ ମାନେ ଯଜ୍ଞ ପରେ ଯୋଉ ଖାଦ୍ୟ ଆମେ ପାଉଛେ, ଯଜ୍ଞ କଲା ପରେ ଯୋଉ ଖାଦ୍ୟ ପ୍ରସାଦ ରୂପେ ପାଉଛେ, ମିଳୁଛି ଆମକୁ, ଯେତେବେଳେ ତାକୁ ଆମେ ଗ୍ରହଣ କରୁଛେ, ଭୁଞ୍ଜତେ ତେ ତୁ ଅଘଂ ମାନେ କିନ୍ତୁ ସେମାନେ ପାପ ଖାଉଛନ୍ତି। କୋଉମାନେ? ଯୋଉମାନେ ପାପ ମାନେ ପାପା, ଯୋଉମାନେ ପାପୀ ସେମାନେ ପାପ ଖାଉଛନ୍ତି। ସେମାନେ କୋଉମାନେ? ଯେ ପଚନ୍ତି, ଯୋଉମାନେ ମାନେ ରାନ୍ଧୁଛନ୍ତି ବା ଖାଦ୍ୟ ପ୍ରିପେୟାର କରୁଛନ୍ତି, ଆତ୍ମ କାରଣାତ୍ ନିଜର ଇନ୍ଦ୍ରିୟ ସୁଖ ପାଇଁ, ଭଗବାନଙ୍କୁ ନ ଦେଇକି ନିଜେ ନିଜ ପାଇଁ କେବଳ ସେମାନେ ପ୍ରିପେୟାର କରୁଛନ୍ତି। ଏଠି ସେ କହୁଛନ୍ତି ଯେ ଭଗବାନଙ୍କର ଭକ୍ତଗଣ ସମସ୍ତ ପାପରୁ ମୁକ୍ତ। କାରଣ ଯଜ୍ଞ ନିମିତ୍ତ ଉତ୍ସର୍ଗୀକୃତ ଖାଦ୍ୟ ହିଁ ସେମାନେ ଗ୍ରହଣ କରନ୍ତି। ଯାହା ସେମାନେ ଭଗବାନଙ୍କୁ ଅର୍ପଣ କରିଛନ୍ତି ସେହି ଖାଦ୍ୟ ସେମାନେ ଗ୍ରହଣ କରନ୍ତି। ସେଥିପାଇଁ ପାପରୁ ମୁକ୍ତ କିଏ? ଭକ୍ତ, ସନ୍ତ। କିନ୍ତୁ ଅନ୍ୟମାନଙ୍କ କଥା କହୁଛନ୍ତି, ଅର୍ଥାତ୍ ଯେଉଁମାନେ ନିଜର ଇନ୍ଦ୍ରିୟ ତୃପ୍ତି ନିମିତ୍ତ ଖାଦ୍ୟ ପ୍ରସ୍ତୁତ କରନ୍ତି, ସେମାନେ ବାସ୍ତବରେ ପାପ ହିଁ ଭୋଜନ କରନ୍ତି। ତେବେ ଆମେ ଏଇ ଯୋଉ ଶ୍ଲୋକରେ ଦେଖିଲେ ଯେ 11 ନମ୍ବର 12 ନମ୍ବର ଶ୍ଲୋକରେ ଭଗବାନ କଣ କହିଲେ? ଯେ
ବର୍ଣ୍ଣନା କଲେ ଯେ କେତେ ଇମ୍ପୋର୍ଟାଣ୍ଟ ଯେ ଆମେ ଭଗବାନଙ୍କୁ ବା ଦେବୀ ଦେବତା ମାନଙ୍କୁ ଆମକୁ ଯାହା ଆମେ ପାଉଛେ ତାକୁ ଅଫର କରିବାରେ ଆମକୁ ଅଛି, ଦେବୀ ଦେବତା ହଉ ବା ଭଗବାନ କୃଷ୍ଣଙ୍କୁ ହଉ। ତାହେଲେ କଣ ହବ, ସେ ଆମକୁ କୃପା କରିବେ, ଆମର ଯାହା ଆବଶ୍ୟକତା ଯୋଗେଇ ଦେବେ। ଆଉ 12 ନମ୍ବର ଶ୍ଲୋକରେ ସେ ଏମ୍ଫାସିସ୍ ଦେଲେ ଗୋଟିଏ ପଏଣ୍ଟ ଉପରେ, ଯଦି ଆମେ ଅଫର ବ୍ୟାକ୍ କରୁନେ, ଅର୍ଥାତ୍ ଆମେ ଭଗବାନଙ୍କୁ ଯାହା ଆମେ ପାଉଛେ ଜୀବନରେ ଯଦି ଆମେ ଅର୍ପଣ ନ କରିକି ବ୍ୟବହାର କରୁଛେ, ଦେବୀ ଦେବତା ମାନଙ୍କୁ ଅର୍ପଣ ନ କରିକି, ତାହେଲେ ଆମେ ହଉଛେ ଚୋର। ଏଇ ଜିନିଷଟା ଏମ୍ଫାସିସ୍ ଦେଲେ। ବର୍ତ୍ତମାନ ପ୍ରଶ୍ନ ହଉଛି କଣ ନା, ଯୋଉମାନେ ଏ ଅଫର କରୁଛନ୍ତି ତାଙ୍କ ବିଷୟ କଣ, ଯୋଉମାନେ ଅଫର କରୁଛନ୍ତି, ଆଉ କେତେକ ଅଛନ୍ତି ଅଫର କରୁନାହାନ୍ତି। ସେମାନେ ତ ଆମେ ଜାଣିଲେ ଯୋଉମାନେ କରୁନାହାନ୍ତି ସେମାନେ ଚୋର, କିନ୍ତୁ ଯୋଉମାନେ କରୁନାହାନ୍ତି ଏ ଚୋର ଛଡା ଆଉ କଣ, ଭଗବାନ এই ଶ୍ଲୋକରେ ବର୍ତ୍ତମାନ ସେଇ ଜିନିଷ କହୁଛନ୍ତି ଯେ ଯୋଉ ଭକ୍ତ ମାନେ ମୁଚ୍ୟନ୍ତେ ସର୍ବ କିଲବିଷେଇ, ସେମାନେ ମୁକ୍ତ, ସବୁ ପାପରୁ ମୁକ୍ତ ଭକ୍ତ। କାହିଁକି, ଯଜ୍ଞ ଯଜ୍ଞ ଶିଷ୍ଟାସୀନ, ଯଜ୍ଞ ଶିଷ୍ଟ ଆସୀନ, ସେମାନେ ଗ୍ରହଣ କରୁଛନ୍ତି ଯୋଉ ଯଜ୍ଞର, ଯୋଉ ଜିନିଷ ଯଜ୍ଞରେ ଆମେ ଅର୍ପଣ କରିଛେ ତାକୁ ହିଁ ସେମାନେ ଗ୍ରହଣ କରୁଛନ୍ତି। କିନ୍ତୁ ଯୋଉମାନେ ଅର୍ପଣ କରୁନାହାନ୍ତି ସେମାନେ କଣ, ପଚନ୍ତି ଆତ୍ମ କାରଣ, ଭଗବାନ କହୁଛନ୍ତି ଏଠି ପଚନ୍ତି ଆତ୍ମ କାରଣ, ସେମାନେ ପ୍ରସ୍ତୁତ କରୁଛନ୍ତି, ଖାଦ୍ୟ ତିଆରି କରୁଛନ୍ତି କେବଳ ନିଜର ଇନ୍ଦ୍ରିୟ ଭୋଗ ପାଇଁ, ଇନ୍ଦ୍ରିୟ ସୁଖ ପାଇଁ। ଭୁଙ୍କ୍ତେ, ସେମାନେ ସେଇମାନେ ଭଗବାନ କହୁଛନ୍ତି ଭୁଙ୍କ୍ତେ ତେ ତୁ ଅଘାମ ପାପା, ସେଇ ପାପୀ ମାନେ କେବଳ ପାପ ଖାଉଛନ୍ତି, ଦେ ଆର୍ ଇଟିଂ ସିନ୍। ତାହେଲେ ଆମକୁ ଭଗବାନ ଏଥିରେ କହୁଛନ୍ତି ଯେ ଆମେ ଯାହା ରାନ୍ଧୁଛେ ତାକୁ ଭଗବାନଙ୍କୁ ବା ଦେବୀ ଦେବତା ମାନଙ୍କୁ ଅର୍ପଣ ନ କରିକି ଆମେ ଖାଇବା ଉଚିତ ନୁହେଁ। ଯୋଉମାନେ ଭଗବାନ କୃଷ୍ଣ କଣ ଜାଣନ୍ତିନି, ଆଟଲିଷ୍ଟ ଦେବୀ ଦେବତାଙ୍କୁ ତ ଅଫର କରିବେ, ତା ନହେଲେ କୃଷ୍ଣଙ୍କୁ ଆମର କରିବାର ଅଛି, ଏହା ଏ ଶ୍ଲୋକରେ କହୁଛନ୍ତି। ତେବେ ଜଣେ କହିବ ଯେ ଭଗବାନ କାହିଁକି ଏତେ ବ୍ୟାକୁଳ ଯେ ତାଙ୍କୁ ଆମେ ଅର୍ପଣ କରିବା, ସେ କାହିଁକି ଏତେ ଆତତାୟୀ ଆମର ଅଫରିଂ ପାଇବା ପାଇଁ? ସିଏ କଣ ବୃନ୍ଦାବନରେ ପାଉନାହାନ୍ତି ଯଶୋଦା ମାଙ୍କଠୁ, ସେ ପ୍ରିପେୟାର କରୁନାହାନ୍ତି? ନା ଗୋଲକ ବୃନ୍ଦାବନରେ ରାଧାରାଣୀ ତାଙ୍କ ପାଇଁ ପ୍ରିପେୟାର କରୁନାହାନ୍ତି? ନା, ଏଇଟା ସେ ଜିନିଷ ନୁହେଁ। ଏଠି କଣ ହଉଛି ନା, ଏଠି ଭକ୍ତ ମାନେ, ଯୋଉମାନେ ଭକ୍ତ ସେମାନେ ଅର୍ପଣ କରୁଛନ୍ତି, କାହିଁକି ନା ପ୍ରେମରେ। ଭଗବାନଙ୍କର କିଛି ଆବଶ୍ୟକତା ନାହିଁ, ଦୁନିଆ ତାଙ୍କ ପାଖରେ ସବୁ ଅଛି, କିନ୍ତୁ ପ୍ରେମରେ ଭକ୍ତମାନେ ଅର୍ପଣ କରୁଛନ୍ତି। ଆମର ବ୍ରହ୍ମ ସଂହିତାରେ କୁହାଯାଇଛି, ପ୍ରେମାଞ୍ଜନ ଛୁରିତ ଭକ୍ତି ବିଲୋଚନେନ ସନ୍ତଃ ସदैବ ହୃଦୟେଷୁ ବିଲୋକ୍ୟନ୍ତି। ପ୍ରେମାନନ୍ଦ ଛୁରିତ ଭକ୍ତି ବିଲୋଚନ, ମାନେ ଭକ୍ତ ମାନଙ୍କର ଆଖିରେ ଯେମିତି, ମାନେ ଯେମିତି ଲଗାଯାଏ ଅଞ୍ଜନ, ମାନେ କଳା ଲଗେଇକି ବହୁତ ସୁନ୍ଦର, ସେମିତି ଏମିତି ପ୍ରେମରେ ଭରି ହେଇଯାଇଥିବ ତାଙ୍କ ଆଖି, ଦେଖିଲେ ଆମକୁ ଜଣା ପଡିବ ପ୍ରେମ ଭରା ଆଖି ଇଏ ଭକ୍ତ ମାନଙ୍କର। ସदैବ ହୃଦୟସୁ, ହୃଦୟସୁ ବିଲୋକୟନ୍ତି, ସେମାନେ ହୃଦୟରେ ଭଗବାନଙ୍କର ଦର୍ଶନ ସେମାନେ ପାଆନ୍ତି, ସେମାନେ ଭଗବାନଙ୍କର ଉପସ୍ଥିତି ଅନୁଭବ କରନ୍ତି এই ଭକ୍ତ ମାନେ। ତେଣୁ ସେମାନେ ଭଗବାନଙ୍କୁ ଅତି ଭଲ ପାଆନ୍ତି। ସେଇ ଭଲ ପାଇବା ଫଳରେ ସେମାନେ କଣ କରନ୍ତି, ଯାହା କିଛି ତାଙ୍କ ଜୀବନରେ ସେ ପାଉଛନ୍ତି ବିନା ଅର୍ପଣରେ ସେ କେବେ ହେଲେ ତାକୁ ବ୍ୟବହାର କରନ୍ତି ନାହିଁ। ଉଦାହରଣ ସ୍ୱରୂପ, ମା ଯେତେବେଳେ ରୋଷେଇ ଶାଳରେ ବିଭିନ୍ନ ଖାଦ୍ୟ ଦ୍ରବ୍ୟ ତିଆରି କରି, ସପୋଜ ଗୁଲାବଜାମୁ ତିଆରି ହଉଛି, ଗୁଲାବଜାମୁ ତିଆରି କରି କଣ ସେ ନିଜେ ଖାଇ ଦଉଛି? ସେ ଯଦି ଖାଇ ଦଉଛି ନିଜେ, ତାହେଲେ କଣ ହେଲା?
ସିଏ ଏବଂ ସେପଟେ ଧରନ୍ତୁ ଛୁଆଟିଏ ମାଗୁଛି ଯେ ମତେ ଗୋଲାପ ଜାମୁ ଦେ, ନା ଆଉ କିଛି ନାହିଁ, ସବୁ ଖାଇଦଉଛି ଏବଂ କହୁଛି ମୋର ନାହିଁ। ପିଲାଟି ସେପଟେ ଭୋକିଲା ରହୁଛି, ମା କହୁଛି କିଛି ଆଉ ନାହିଁ, ସବୁ ସରିଗଲାଣି। କୋଉ ମା ଏଇଭଳିଆ କରିବ? ପ୍ରଥମ କଥା ହେଲା, ମା ଯାହା ବନଉଛି ସେ କାହା ପାଇଁ ବନଉଛି ଏବଂ କାହାକୁ ପ୍ରଥମେ ଅଫର କରୁଛି? କେବଳ ତାର ପିଲା ପାଇଁ। କାହିଁକି? ପିଲା କେବେ କହୁଛି କି ଯଦି ମତେ ଅଫର ନ କରିବୁ ମା ତତେ ପାପ ଲାଗିଯିବ? ନା, ଏଟା ସେଭଳିଆ ଜିନିଷ ନୁହେଁ। ଇଏ ମାନେ ଅତି ସ୍ନେହରେ ଅତି ପ୍ରେମରେ ସେ ଅଫର କରୁଛି। ଯାହା ବନଉଛି ଆଗ ସେ ଦଉଛି ତାର ପିଲାକୁ, ପରେ ଯାହା ବଞ୍ଚିଲା ସେ ନବ। ସେମିତି ଭକ୍ତ ମାନେ ଭଗବାନଙ୍କୁ ସେ ମାନେ ଇଏ ହଉଛି କଣ, ଏଇ ଜିନିଷଟା ହଉଛି ଏକ୍ଜାକ୍ଟଲି ଯେ ଆଉଟ୍ ଅଫ୍ ଲଭ୍, ଯୋଉ ପ୍ରେମ ଯୋଗୁ ଯୋଉ ସେବା ମନୋଭାବ ଆସେ, ସେଇ ମନୋଭାବରେ ସେ ଅର୍ପଣ କରୁଛି। ଫାଷ୍ଟ ଅଫର କରୁଛି ତାର ପିଲାକୁ ମା। ସେମିତି ଭକ୍ତ କଣ କରୁଛି ନା ତାର ଯେହେତୁ ସେବା ମନୋଭାବ ଆସିଯାଉଛି, ଯେହେତୁ ସେ ଭଗବାନଙ୍କୁ ଏତେ ଭଲ ପାଉଛି, ତାର ସେବା ମନୋଭାବ ଆସୁଛି, ସେ ପ୍ରଥମେ ଅଫର କରିବ ଭଗବାନଙ୍କୁ। ଯେକୌଣସି ଖାଦ୍ୟ ଖାଇବା ପୂର୍ବରୁ ସେ ଅଫର କରିବ। ସେଇଟା କଲା ପରେ ଯୋଉ ପ୍ରସାଦମ ହଉଛି ତାପରେ ସେ ଖାଉଛି। କାହିଁକି? ଅଫର କଲେ ଆଉ ବି ଗୋଟେ ଜିନିଷ ମନେ ରଖନ୍ତୁ, କଣ ହବ ଯେତେବେଳେ ଆମେ ଭଗବାନଙ୍କୁ ଅଫର କରୁଛେ, ରାନ୍ଧୁଛେ ଏବଂ ଆମେ ଅଫର କରୁଛେ, କଣ ହବ? ପାଞ୍ଚଟି ପାପ ବା ହିଂସା ଆମେ କରୁଛେ ଅନ୍ୟ ଜୀବଜନ୍ତୁଙ୍କ ପ୍ରତି। ବିଷ୍ଣୁ ସଂହିତାରେ ଲେଖା ହେଇଛି, ବିଷ୍ଣୁ ସଂହିତା, ଯେ ଆମେ ପାଞ୍ଚଟି ପ୍ରକାରର ପାପ କରୁଛେ। କଣ କାହା ଦ୍ଵାରା କରୁଛେ? ନା ପ୍ରଥମ ହଉଛି ଯୋଉ ଚକି ଥିଲା ଆମର ଆଗ ବେଳେ, ଯୋଉ ବିରି ଫିରି ସବୁ ବଟା ହଉଥିଲା, ମାନେ ରଗଡା ହଉଥିଲା। ତାପରେ ଶିଳ ଶିଳୁପୁଆ, ତାପରେ ଯୋଉ ଚୁଲି ଏବଂ ଝାଡୁ, ପାଣି ଜାଗା, ୱାଟର ପଟ୍, ଏଇ ପାଞ୍ଚଟି ଜିନିଷ କିଚେନ ରେ ଥାଏ। ଏବଂ ଏଇଥିରେ ଆମେ କଣ କରୁଛେ, ବିଭିନ୍ନ ଜୀବାଜୀବୀ ମାନେ ଛୋଟ ଛୋଟ ଜୀବ ଆମେ ତାଙ୍କର ହତ୍ୟା କରିଦଉଛେ, ମାରି ଦଉଛେ ତାଙ୍କୁ। ଚୁଲି ଜଳିଲା ମାନେ ତ ନ୍ୟାଚୁରାଲି କେତେ ଉଡୁଛନ୍ତି, ସେ ତ ତା ଭିତରେ ମରି ଯାଉଥିବେ। ଯେତେବେଳେ ଆମେ ଗ୍ରାଇଣ୍ଡିଙ୍ଗ କରୁଛେ ବା ଶିଳ ଶିଳୁପରେ ବାଟୁଛେ, ସେଥିରେ ମଧ୍ୟ ଜୀବ କିଛି ନା କିଛି ଥିବେ ଏବଂ ସେ ବି ମରି ଯାଉଥିବେ। ତ ବହୁତ ପାପ ଆମେ କରୁଛେ କେବଳ ରୋଷେଇ କଲାବେଳେ। ଏ ପାଞ୍ଚ ପ୍ରକାରର ମୁଁ କହିଲି। ପ୍ରଥମ ହେଲା ମୋଟାର, ବୋଲେ ଯୋଉଟା ଆମର ଯୋଉ ଚକି ଥିଲା, ଗ୍ରାଇଣ୍ଡିଙ୍ଗ ଷ୍ଟୋନ। ଏବେ ଆଉ ନାଇଁ, ଏବେ ସବୁ ମିକ୍ସଚର ହେଇଗଲାଣି, ମିକ୍ସଚର ଗ୍ରାଇଣ୍ଡର, ଏସବୁ ଜିନିଷ। ସେ ଶିଳ ଶିଳୁପୁଆ ଥିଲା, ସେଥିରେ ଆମେ ବାଟୁଥିଲେ। ଷ୍ଟୋଭ, ଝାଡୁରେ ଓଳଉଛେ, ତା ଭିତରେ କେତେ କି ମରି ଯାଉଛନ୍ତି। ପାଣି ରଖୁଛେ, ପାଣି ଜାଗା, ସେଥିରେ ମଧ୍ୟ କିଛି ରହୁଛନ୍ତି, ତାକୁ ବଏଲ କରୁଛେ, ଖାଉଛେ, ପିଉଛେ, ନ୍ୟାଚୁରାଲି। ଏଇଭଳି ପାଞ୍ଚ ପ୍ରକାରର ପାପ ଆମେ ଯେତେବେଳେ ରାନ୍ଧୁଛେ ଆମେ ପାପ କରୁଛେ। କିନ୍ତୁ ଯେତେବେଳେ ଆମେ ଭଗବାନ କୃଷ୍ଣଙ୍କୁ ସେଇ ଖାଦ୍ୟ ଅର୍ପଣ କରୁଛେ, ସେ ଶୁଦ୍ଧ ହେଇଯାଉଛି, ସେ ପାପ ମୁକ୍ତ ହେଇଯାଉଛି। ତାକୁ ଆମେ କହୁଛେ କର୍ମ ଫ୍ରି ପ୍ରସାଦମ, ପାପ ଫ୍ରି ପ୍ରସାଦମ। ଭଗବାନଙ୍କୁ ଯେତେବେଳେ ଅର୍ପଣ କରୁଛେ, ଏଇ ହଉଛି ଫାଇଦା। ନହେଲେ ଭଗବାନ କୃଷ୍ଣଙ୍କର କିଛି ଜରୁରତ ନାହିଁ। ତାଙ୍କର କଣ ନାହିଁ? ଏଭ୍ରିଥିଙ୍ଗ ବିଲଙ୍ଗସ୍। ସିଏ ହଉଛନ୍ତି ଈଶାଭାସ୍ୟମ୍ ଇଦମ୍ ସର୍ବମ୍ ଯତ୍ କିଞ୍ଚିତ୍ ଜଗତ୍ୟାମ୍ ଜଗତ୍ ବୋଲିକି ଯୋଉ ଶ୍ଲୋକରେ କୁହାଯାଇଛି, ସିଏ ତ ଏଇ ପୁରା ମାଲିକ, ଓନର, ସବୁ ତ ସବୁର ମାଲିକ ସେ। ତାଙ୍କର ଦରକାର କଣ? କିଛି ଦରକାର ନାହିଁ। ଇଏ ଆମର ଫାଇଦା ପାଇଁ ଆମେ ପାପ କରୁଛେ, ତେଣୁ ଆମକୁ ଅଫର କରିବାର ଅଛି। ତେଣୁ ଆମେ ସେଥିପାଇଁ କଣ କରିବା ନା, ଭଗବାନଙ୍କୁ ଯୋଉ ଅର୍ପଣ କରୁଛେ, ସବୁଠୁ ଭଲ ଜିନିଷ ଆମେ ଅର୍ପଣ କରିବା। ସବୁଠୁ ଭଲ ଜିନିଷ, ଭଲ ଜିନିଷ ରାନ୍ଧିବା ଏବଂ ଭଲ ଜିନିଷ ମାର୍କେଟରୁ ଆଣିବା, ରାନ୍ଧିବା ଏବଂ ଭଗବାନଙ୍କୁ ଅଫର କରିବା।
ଯେତେବେଳେ ଅଫର କରୁଛେ ଆମେ ଫାଇଦା ପାଉଛେ। ଇଏ ହଉଛି ଭଗବାନଙ୍କର ଦୟା ଆମ ପ୍ରତି। ସେ ଜାଣୁଛନ୍ତି ଆମେ ବହୁତ ପାପ କରୁଛେ, ପାପ ମୁକ୍ତ ପାଇଁ ସେ ତିଆରି କରିଛନ୍ତି ବିଭିନ୍ନ ପ୍ରକାରର ଏଇ ଯୋଉ ଷ୍ଟେପ ଆମକୁ ବତଉଛନ୍ତି। ଏହା ଦ୍ୱାରା ଆମେ ଯୋଉ ଦୂଷିତ ଖାଦ୍ୟ ଯୋଉଥିରେ ପାପ ଅଛି ସେଥିରୁ ଆମେ ମୁକ୍ତ ହେଇଯାଉଛେ। କିନ୍ତୁ ଯୋଉମାନେ ଅଫର କରୁନାହାନ୍ତି ଏବଂ ନିଜେ ପ୍ରିପେୟାର କରୁଛନ୍ତି ଏବଂ ନିଜର ଇନ୍ଦ୍ରିୟ ଭୋଗ ପାଇଁ ଖାଉଛନ୍ତି, ଗ୍ରହଣ କରୁଛନ୍ତି, ତାଙ୍କୁ ତ ଚୋର ବୋଲିକି କହିଲେ, ତା ଛଡା ସେମାନେ ହଉଛନ୍ତି ପାପୀ। ଏ ଶ୍ଲୋକରେ ସେ ଆଉ ଗୋଟେ ଟାଇଟଲ ଦେଇଦେଲେ। ପ୍ରଥମ ଟାଇଟଲ ଦେଇଥିଲେ ଚୋର, କାହିଁକି ନା ଆମେ ଯାହାକୁ କିଛି ଯାହାଠୁ ରିସିଭ କରୁଛେ ତାକୁ ଯଦି ଆମେ ପ୍ରତିବଦଳରେ ନ ଦଉଛେ ଆମେ ଚୋର, କାହିଁକି ନା ଆମେ ଋଣୀ ହେଇଗଲେ ତା ପାଖରେ। କିନ୍ତୁ ଏଠି କହିଲେଣି ଆମେ ପାପୀ, ଆମେ ପାପ କରୁଛେ, ଏ ପାପ ଆମକୁ କର୍ମବନ୍ଧନରେ ପକେଇବ। ତେଣୁ ଲୋକ କଣ ହବ, ଏ ପାପ କରିକି ଜନ୍ମ ଜନ୍ମ ଧରି ସେ ଭୋଗିବ, କର୍ମବନ୍ଧନରେ ପଡିଲା। ତେଣୁ ଆମେ ଯୋଉ ଯଜ୍ଞ ବିଷୟ କହୁଛେ, ଏଇ ହଉଛି ଯଜ୍ଞ, ଭଗବାନଙ୍କୁ ଅଫର କରିବା। ସଂକୀର୍ତ୍ତନ ଯଜ୍ଞ ସେ ଗୋଟେ ସେକେଣ୍ଡ ଜିନିଷ, ଭଗବାନଙ୍କୁ ଅଫର କରିବା ଏବଂ ସଂକୀର୍ତ୍ତନ ଯଜ୍ଞ, ଦିଟାକୁ ମୋଷ୍ଟ ଇମ୍ପୋର୍ଟାଣ୍ଟ। ଯଜ୍ଞ ବୋଲେ ଏଇ ଦିଟି। ସେଥିପାଇଁ ପ୍ରହ୍ଲାଦ ମହାରାଜ ଯୋଉ କହିଛନ୍ତି ନବଦା ଭକ୍ତିରେ, ପ୍ରହ୍ଲାଦ ମହାରାଜ ସେଭେନ୍ଥ କ୍ୟାଣ୍ଟୋରେ ଆମର ଶ୍ରୀମଦ୍ ଭାଗବତମରେ, ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁ ସ୍ମରଣଂ ପାଦ ସେବନଂ ଅର୍ଚ୍ଚନಂ ବନ୍ଦନಂ ଦାସ୍ୟಂ ସାକ୍ଷ୍ୟಂ ଆତ୍ମନିବେଦନ, ଯୋଉ 9ଟା ଜିନିଷ କହୁଛନ୍ତି ଭଗବାନ ସେଠି ପ୍ରହ୍ଲାଦ, ସେଥିରେ ପ୍ରଥମ ଦିଟା ହଉଛି ମୋଷ୍ଟ ଇମ୍ପୋର୍ଟାଣ୍ଟ, ଶ୍ରବଣ କୀର୍ତ୍ତନ, ଯୋଉଟା କି ଆମେ କରୁଛେ ଶ୍ରବଣ ଏବଂ କୀର୍ତ୍ତନ। ଇଏ ହଉଛି ଯଜ୍ଞ। ଶ୍ରବଣ କରୁଛେ ମାନେ ଇଏ ବି ଗୋଟେ ଯଜ୍ଞ। କୀର୍ତ୍ତନ କରୁଛେ ମାନେ, ଜପ କରୁଛେ ମାନେ ଜପ ଯଜ୍ଞ, ସେଇଟା ଇଏ ଯଜ୍ଞ। ଏବଂ ଭଗବାନଙ୍କୁ ଯୋଉ ଅର୍ପଣ କରୁଛେ ଆମେ, ସେ ବି ଗୋଟେ ଯଜ୍ଞ। ଏଇ ତିନୋଟି ଜିନିଷ ଆମେ କଲେ ବହୁତ କିଛି କଲେ ଆମେ। प्रत्येक दिन महामंत्र हरे कृष्णा कृष्ण कृष्ण हरे हरे, हरे राम 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 हरे हरे, से महामंत्रटी आम जपिवा एवं जहाँ आम खाद्य बनाऊे भगवान को अर्पण करवा, ताहले आमे एवं प्रत्येक दिन गीता भागवत शुणिवा। ये तीनोटी जिनस आम लाइफ रो सबु जिनस आमको पाप मुक्त करेगो, कर्म बंधन रे पकेइबनी, एवं आमे आम जीवन उद्देश्य को जोटा आमर जन्म मृत्यु चक्र को समाप्त करवा, भगवान को पाखक वापस जावा, यही उद्देश्य आम हासिल करें। यही भगवान ये कहले। केते समय है 50, किंतु भाई अच्छा जदि 5 मिनट बसवा आम, गोटे प्रश्न देइथिले आमे ताकू चेष्टा करिबा। केही तो कहीं एथरक कहलेनी, जणिए केवल तापस प्रभु केवल आंसर देइछन। एनीवे ମୁଁ ତାକୁ ଡିସ୍କସନ କରିଦେବି, ଯଦି 5 ମିନିଟ ଲାଗିବ, ଗୋଟେ ସେକେଣ୍ଡ। ସେଇଟା କଣ କ୍ୱେଶ୍ଚିନ୍ ଥିଲା? ହଁ, यही तो क्वेश्चन ଥିଲା बोधे। फास्ट कर्म जोग, ज्ञान जोग, दुईटी जाक अलग अलग जोग कि? ये प्रथम प्रश्न थिला। नाଇଁ, से अलग जोग नुहे, जोग लैडर रे से माने होउचंती आग पछ। प्रथमे कर्म जोग, कर्म जोग रे जेतेबेले आमर अनासक्त भाव बुद्धि ए बढ़ी बढ़ी चलिबो, आमे गोटे स्टेज रे ज्ञान जोगी हेई परिबा। अर्थात कर्म जोटे मैच्योर्ड कर्मयोगी आ गोटे ज्ञान योगी ता भीतर किसी फरक ना, सेठी समान हो गए। तेणु ये हूँ जोग लाडर रे ये आग पछ, कर्मयोगी ज्ञान योगी ये माने अलग रास्ता नुहंती। प्रथमे कर्मयोग कराए एवं जेतेबेले आमे शुद्ध हवा, प्यूरिफाइड हो जीवा आमे उपरकू आस्ते आस्ते आमर ज्ञान बढ़िबो एवं अनासक्त भाव
डिटाचमेंट सेटा बढ़िबो ताहले आमे ज्ञान योगी हेई परिबा ये होची प्रथम प्रश्नर उत्तर। सेकेंड, अर्जुन को कृष्ण पचारिथिले जे कर्म करिबी ना सन्यास काहेकि पचारिथिले से कहते जे मु कर्म करी ना सन्यास हेबी युद्ध करी ना नहीं युद्ध को छाड़ी परित्याग करी यार कारण कौन पचार सेटा मु पचारि यार कारण हूँ ये मुझे कही ये हूँ सेकेंड चैप्टर रे आम जो 49 नंबर श्लोक ता संगे तार संपर्क 49 नंबर श्लोक रे से कही जे दुरेण ही अवरम कर्म बुद्धि योगात धनंजय अर्थात से कहते जे जेतक घृण्य कर्म ताठू दूरे रुह ये बुद्धि योग बल घृण्य बोले भगवान सेठी अर्जुन भावुं कौन तो या संगे लिंक था आंसर एति केवल मुझे जानी बुझी जाए कौन लिंक कौन थिला ना अवरम कर्म बोले भगवान कहते जो गुड़िक आम कर्म फल प्रति आसक्ति रखिकी जो कर्म करुचे हूँ अवरम कर्म घृण्य कर्म किंतु अर्जुन मु भावुं कर्मटा ही अवरम कर्म घृण्य कर्म युद्ध करवाटा ही घृण्य कर्म बुद्धिर अर्थ हूँ कर्म को त्याग करवा अर्जुन या बुझी जहाँ फल से ए प्रश्न पचारि कर्म ना सन्यास। थर्ड क्वेश्चन कृष्ण कही जे जो 5 नंबर श्लोक तृतीय अध्याय से कहते जे कर्म को छाड़वा एत सहज नुहे इट इज इम्पॉसिबल कहीं से कहते दीटी कारण एक्चुअली वन रीजन कौन ना आमर आम स्पिरिट सोल आमर नेचर स्पिरिट सोल नेचरटा हूँ ये जे सब से कर्म न करी रही पारिबनी केबे हेले इनएक्टिव हो पारिबनी एक्टिव जेदिन पर्यंत शरीर रे थिबो से एक्टिव जेतेबेले से छाड़ी की चली जाउची शरीर निष्क्रिय हो जाउची सी सब किंतु एक्टिव किंतु जेतेबेले से तार निज स्वरूप रे अछि से भगवान सेवा करुची तेणु मेन जिनस हूँ जे से एक्टिव रोची केमिति एक्टिव रोची जदि से तार निज स्वरूप रे एक्टिव न रोची ताले से आसीबो कोठी प्रकृतिर 3 गुण प्रभाव रे से आसीबो एवं प्रकृतिर 3 गुण प्रभाव रे आसिले से बाध्य हबो कि काम करिबो कोन की काम करिबो भौतिक काम करिबो निजर इंद्रिय भोग पाए रज तम गुणर प्रभाव रे आसीबो ये है कारण जे आमे कर्म न करिकी रही पारिबा नहीं। फिफ्थ व्हाट इज मेंट बाय प्रीमैच्योर सन्यास प्रीमैच्योर माने सन्यास कर्म को छाड़िबा कर्म छाड़िया पई योग्यता आसिया पूर्व कर्म को छाड़िबा सेटा कौन ता अर्थ हूँ जे आमे योग्यता आसीनी आमर कौन योग्यता आसीनी बोले आमर जो भोग विलास प्रति जो इच्छा अच्छी से आमर जाइनी तेणु आम केवल कर्म त्याग करें तेणु विदाउट प्यूरिफिकेशन आमर बिना शुद्धिकरण भोग विलास शून्य हैनी किंतु आम कर्म छाड़ी दौचे यहाँ हूँ प्रीमैच्योर सन्यास बा प्रीमैच्योर गिविंग अप वर्क कर्म को छाड़ी दवा। नेक्स्ट हाउ द एक्शन इज परफॉर्म कर्म योग रे निष्काम कर्म योग रे कर्म टी केमिति करा जाए जेहेतु योग को आउची फास्टिंग आमे कर्म टी को भगवान संगे जोड़ी की करूचे किंतु ए जोड़ीबार अर्थ कौन केतबेले आमे जोड़ी परिबा एतिक बुझवा दरकार जे कर्म योग बा निष्काम कर्म योग बोले कर्म प्लस बुद्धि प्लस अनासक्त भाव ए तीनोटी जिनस कर्म करूचे आमे कर्म फल प्रति आशा रखिने एवं आमे बुद्धिर सहित से कर्मटी करूचे बुद्धिर माने भगवान को पाई ही करूचे निजर इंद्रिय भोग पाई करूने ये हला कर्म योग। ऑलरेडी 5 जा 6 से हाउ द कर्म कर्म केमिति करिबा हमें कर्म बंधन मुक्त होगा पाई यदि कर्म योग आमे यदि आसक्ति न रखिकी करिबा एवं बुद्धिर सहित करवा तो भगवान कर संतुष्टि पाई करवा यज्ञ अर्थात कर्मण कर्मण बोली कौटी 9 नंबर यज्ञ अर्थात माने विष्णुकर खुशी पाई
केतेबेले आमे विष्णु को खुशी पाई करिवा करि परिवा जेतेबेले आमे अनासक्त भाव में आसक्ति न रखिकी निजर इंद्रिय भोग पाई आमे करूचे बोली कि न भाबिकी जेतेबेले कर्मटी करिवा व्हाट शुड बी द स्पिरिट ऑफ एक्शन माने हमरो कर्मर भाव कोन से एका जिनिस अनासक्त भाव स्पिरिट एया ही हम आसक्ति नहीं कर्म फल प्रति यही कर्म करिवार स्पिरिट लिबरेशन और बॉन्डेज फिल इन द ब्लैंक्स भाया देइतिली लिबरेशन और बॉन्डेज आर नॉट डिटरमिन्ड बाय माने आमे मुक्ति पाउचे बा कर्म बंधन हमरो आसुची ये आमे जो कर्म करूचे ता फल रे नुहे मेन जिन सब को बुझिया पड़ियो हमरो से कर्म पछरे कोन भावना अछि कॉन्शियसनेस ओ चेतना रे आमे कर्मटी करूचे अर्थात आमे निजर इंद्रिय भोग पाई करूचे ना भगवानंकर संतुष्टि पाई करूचे यदि भगवान को संतुष्टि पाई करूचे लिबरेशन मुक्ति और जदि इंद्रिय भोग पाई करूचे बंडेज रेनुन्सिएशन इज नॉट एक्चुअली गिविंग ऑफ एक्शन रेनुन्सिएशन माने कर्म त्याग करिवार अर्थ नुहे जे कर्मटी को त्याग करिवा सन्यास नबार अर्थ नुहे कर्म त्याग करिवा सन्यास अर्थ कौन गिविंग ऑफ रेनुन्सिएशन सन्यास कौन टे छाड़िबा आमी अटैचमेंट टू द रिजल्ट्स आसक्ति को परित्याग करिवा कर्म फलर प्रति जो आसक्ति ताकू परित्याग करिवा होची सन्यास एटी कहउची रेनुन्सिएशन ऑफ एक्टिविटीज आमे जहां कर्म करूचे ताकू आमे परित्याग के माने हाँ activities without sufficient dash and dash will lead to destruction in the path of spiritual advancement माने आमे जो आध्यात्मिक प्रगति पथरे आगे चलीचे हमर सेठी रुकावट हे जीवो जदि आमे कर्म त्याग करचे बा सन्यास हेचे हम पाखरे कोन नाही विदाउट सफिशिएंट कोन नाही फास्टिंग ज्ञान सेकंड थिंग नॉलेज थर्ड थिंग प्यूरिफिकेशन एक्चुअली डिटाचमेंट हेले ही प्यूरिफिकेशन आसीबो जदि आमे प्यूरिफिकेशन हेले ही डिटाचमेंट आसीला तेणु डिटाचमेंट कहि दबो नै से भी एट दिस सेठरे प्यूरिफिकेशन कांसेप्ट रहिछि तबे बुझिया पाई मु जस्ट आमे प्यूरिफिकेशन अर्थ कोन हमर भोग करिवार जो इच्छा बा प्रवृत्ति से नील हे गला ताले आमे आसी गला हमर योग्यता कर्म त्याग करिवा बा सन्यास होबा premature renunciation or unfulfilled desires for the activity will lead the premature renunciate to dash जो माने premature माने योग्यता आसीवा पूर्व अर्थात प्यूरिफाइड हवा पूर्व शुद्धिकरण हवा पूर्व जो माने कर्म को त्याग करछन बा सन्यास हे जाउचंती कोन हबो से जो लोकटर कोन अवस्था हबो will lead to sinful activities से पाप काम करियो काहे कि ना तार भोग विलास रो शुद्धिकरण है नहीं प्यूरिफाइड से है नहीं तार इच्छा मरी नहीं किन से चली गला फल से गलत काम करियो सेति पई त हमें देखुचे बहुत एबोली सन्यास कहउचंदी किंतु जेल जाउचंदी काहे कि गलत काम करूचंदी कोडी रेप केस हो कि कोडी विभिन्न प्रकार स्कैंडल रे से माने गलत काम करिकि सिंपल एक्टिविटीज विभिन्न प्रकार पाप काम one can take sannyas when he is completely again सब जिनस गुडा इंटरलिंक्ड माने खाली जस्ट बुझी जाई नाही बोले कि बोले करितली one can take sannyas when he is completely किए सन्यास नहीं परिबो जते बळे जे पूरा शुद्ध हे गला प्यूरिफाई अर्थात तार अनासक्त भाव बहुत उच्चरे तार आशा तार कर्म फल प्रति आशा नहीं प्यूरिफाइड हे गला एवं से भोग करिवार इच्छा करूनी आ कंप्लीटली जे प्यूरिफाइड से ही सन्यास नहीं पारिबो हरे कृष्णा आज समय हो जाइछि आज एटी विश्राम नवा ग्रंथराज श्रीमद् भगवद गीता की जय श्रीला प्रभुपाद की जय गौर भक्त वृंद की जय हरे कृष्णा।